ଯଥାର୍ଥରେ ଓଡ଼ିଆ ଭାଷା ଭାରତୀର ଋଷି ପ୍ରତିମ କବି ଗଙ୍ଗାଧର ମେହେରଙ୍କର କାବ୍ୟ ମାନସ ଭାରତୀୟ ନାରୀମାନଙ୍କର ଆଦର୍ଶ ଏବଂ ଭାରତୀୟ ଦାମ୍ପତ୍ୟ ଜୀବନର ଯୁଗ୍ମ ଦାର୍ଶନିକ ଦିଗକୁ ସୁନ୍ଦର ଭାବରେ ପ୍ରସ୍ଫୁଟିତ କରାଇଛନ୍ତି ତାଙ୍କ କାବ୍ୟ କଦମ୍ବ ମାଧ୍ୟମରେ। ଏଠାରେ ଆମେ ସେହି ମହାନ ଭାରତୀୟ ଆର୍ଯ୍ୟ ନାରୀର ପ୍ରତୀକ ଯେଉଁ କୁହାଯାଉଛି ଆଦର୍ଶ ସ୍ଥାନୀୟା ମା ଜାନକୀଙ୍କ କଥାକୁ ଅବତାରଣା କରୁଛୁ। ସେ କିଭଳି ଭାବରେ ମାନବୀୟ ଲୀଳାରେ ଅବତାରଣା କରାଯାଇଛି ତାଙ୍କୁ ଏବଂ ସେ ସାଧାରଣରେ ସନ୍ଦେହୀ ହୋଇ ପଡ଼ିଛନ୍ତି। ସେ ସନ୍ଦେହ କରୁଛନ୍ତି ରାମଚନ୍ଦ୍ରଙ୍କୁ। ଯେତେବେଳେ ବାଲ୍ମୀକିଙ୍କ ଠାରୁ ସେ ଅବଗତ ହେଲେ ଯେ ରାମଚନ୍ଦ୍ର ଦ୍ୱିତୀୟ ଦ୍ୱାରା ଗ୍ରହଣ କରିଛନ୍ତି ବୋଧହୁଏ, କାରଣ ଅଶ୍ୱମେଧ ଯଜ୍ଞରେ ନିଶ୍ଚିତ ଭାବରେ ସ୍ୱାମୀଙ୍କ ସହିତ ସ୍ତ୍ରୀ ଯେଉଁ କୁହାଯାଉଛି ବାମାଙ୍ଗୀ ସେ ନିଶ୍ଚିତ ଭାବରେ ଯଜ୍ଞରେ ଅନ୍ୟତମ କର୍ତ୍ତା ରୂପେ ବିଦ୍ୟମାନ ହେବା ଉଚିତ। ତେଣୁ ଯେତେବେଳେ ସୀତା ନିର୍ବାସିତା ଜୀବନଯାପନ କରୁଛନ୍ତି ରାମଚନ୍ଦ୍ର କିଭଳି ଭାବରେ ଯଜ୍ଞ କାର୍ଯ୍ୟକୁ ସମାପନ କରୁଛନ୍ତି ଏଥିରୁ ସନ୍ଦେହ ହେବା ସ୍ୱାଭାବିକ। କିନ୍ତୁ ମେହେର ସାହିତ୍ୟ ଭାରତୀୟ ପୌରାଣିକ ଚରିତ୍ରକୁ ଆଧାର କରି ଏହାର ନାୟକ ଏବଂ ନାୟିକାଙ୍କୁ କିଭଳି ଭାବରେ ସ୍ୱର୍ଗୀୟ ଆସନର ଅଧିକାରୀ କରାଇ ପାରିଛନ୍ତି ଏବଂ ମହତ୍ ଆଦର୍ଶ ଏବଂ ଉଚ୍ଚ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ କରି ଗଢ଼ି ତୋଳିଛନ୍ତି ତାହା ରାମଚନ୍ଦ୍ର ଏବଂ ସୀତାଙ୍କ ଚରିତ୍ର ମାଧ୍ୟମରେ ପ୍ରସ୍ଫୁଟିତ ହୋଇଛି। ପୁନଶ୍ଚ ତାଙ୍କର ପ୍ରଣୟ ବଲ୍ଲରୀ କାବ୍ୟ ଯେଉଁ କୁହାଯାଇଥିଲା ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ କର୍ମ। ଋଷି ପ୍ରତିମ ଗଙ୍ଗାଧର ବିରଚିତ ପ୍ରଣୟ ବଲ୍ଲରୀ କାବ୍ୟରେ କିଭଳି ଭାବରେ କଣମୁନିଙ୍କ ଚରିତ୍ର ମାଧ୍ୟମରେ ଶକୁନ୍ତଳାକୁ ସୁନ୍ଦର ସାଂସାରିକ ଏବଂ ଗୃହସ୍ଥ ଜୀବନର ବାଣୀକୁ ସମର୍ପିତ କରିଛନ୍ତି ଗଙ୍ଗାଧର ମେହେର। ନିଶ୍ଚିତ ଭାବରେ ଏଠାରେ ମଧ୍ୟ ଜାନକୀ ସନ୍ଦେହ କରୁଛନ୍ତି। ଏଠାରେ ଲକ୍ଷ୍ୟ କରିବା କଥା ଯୁଗେ ଯୁଗେ ଭାରତୀୟ ନାରୀର ଆଦର୍ଶ ଏବଂ ଦାମ୍ପତ୍ୟ ଜୀବନରେ କିଭଳି ସୁନ୍ଦର ଚରିତ୍ର ଚିତ୍ରଣ କରାଯାଇଛି ଏବଂ ଶୂର୍ପଣଖାକୁ ଜଙ୍ଗଲ ଭିତରେ ରାମଚନ୍ଦ୍ର କିଭଳି ଭାବରେ ନିବେଦନ କରୁଛନ୍ତି ଯେ ମୋର ପତ୍ନୀ ଅଛି ଏବଂ ମୁଁ ଏକ ପତ୍ନୀ ବ୍ରତର ଅଧିକାରୀ, ମୁଁ ଦ୍ୱିତୀୟ ଦ୍ୱାରା ଗ୍ରହଣ କରିପାରିବି ନାହିଁ। ବୈଦେହୀଶ ବିଳାସରେ ସୁନ୍ଦର ଭାବରେ 23ତମ ଛାନ୍ଦରେ ଏହା ନିଶ୍ଚିତ ଭାବରେ ଉପେନ୍ଦ୍ର ଭଞ୍ଜ ପ୍ରତିପାଦନ କରିଛନ୍ତି। ବୋଇଲେ ରଘୁନନ୍ଦନ ରେ ରାମ ବର ବ୍ରତ ଆଚରଣ ଏକ ପତ୍ନୀ ମୋହର। ଏ ତ ଏକ ପତ୍ନୀ ବ୍ରତ ଗ୍ରହଣ କରିଥିବା ରାମଚନ୍ଦ୍ର କିଭଳି ଭାବରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରି ଯଜ୍ଞ କାର୍ଯ୍ୟ ସମାପନ କରୁଛନ୍ତି। ଆହୁରି ମଧ୍ୟ କୁହାଯାଇଥିଲା ବାସର ରାତିରେ ସେହି ବୈଦେହୀଶ ବିଳାସର 15ତମ ଛାନ୍ଦରେ କୁହାଯାଇଛି ବିଦଗ୍ଧ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଏ ଦେହେ ବିଳାସିନୀ ନ କରିବି ଆନକୁ ବୋଲି ଛୁଇଁ ଦୀପ ହୁତାସନକୁ। ଠିକ୍ ବାସର ରାତିରେ ମର୍ଯ୍ୟାଦାବନ୍ତ ପୁରୁଷ ରାମଚନ୍ଦ୍ର ସୀତାଦେବୀଙ୍କୁ କଥା ଦେଇଥିଲେ ମୁଁ ଦ୍ୱିତୀୟ ଦ୍ୱାରା ଗ୍ରହଣ କରିବି ନାହିଁ ଏବଂ ମୁଁ ଏକ ପତ୍ନୀ ବ୍ରତ ଗ୍ରହଣ କରିଛି। ଆହୁରି ମଧ୍ୟ ସେ ଯେଉଁ ଛୁଇଁ ଦୀପ ହୁତାସନକୁ ଦୀପକୁ ହୋମ ନିଆଁ ଏହାକୁ ସାକ୍ଷୀ ରଖି ମଧ୍ୟ ସେ ଜାନକୀଙ୍କୁ ଏ ପ୍ରତିଶ୍ରୁତି ଦେଇଥିଲେ। ସେ କିଭଳି ଭୁଲିଗଲେ? ଏହିଭଳି ଭାବରେ ନାରୀଜନ ସୁଲଭ ଯେଉଁ ଈର୍ଷା ଏବଂ ସନ୍ଦେହ ଦେବୀ ସୀତାଙ୍କୁ ନିଶ୍ଚିତ ଭାବରେ ଗ୍ରାସ କରିଛି ଏବଂ ଏହା ମେହେର ସାହିତ୍ୟରେ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି। ଯେଭଳି ଭାବରେ କୁହାଯାଇଥିଲା ତପସ୍ୱିନୀ କାବ୍ୟର ଏକାଦଶ ସର୍ଗର ଦ୍ୱିତୀୟ ଭାଗରେ କୁହାଯାଇଛି ରାମଚନ୍ଦ୍ରଙ୍କୁ ପତ୍ର ଲେଖି ସୀତାଦେବୀ ଏତାଦୃଶ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ ମୁଁ ଜଣେ ଅନାମଧେୟା, ମୋର ନାମ ଗୋତ୍ର ସଂଜ୍ଞା କିଛି ହିଁ ନାହିଁ, ମୋର ପରିଚୟ ଆପଣ ଖୋଜିବେ ନାହିଁ, କେବଳ ମୋତେ ଏତିକି ଜଣେଇ ଦେବେ ଯେ ଆପଣ ଯେଉଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି ନବବାମା ତାହା କିଭଳି ଏବଂ କେତେ ଜନ୍ମ ତପସ୍ୟା କରିଥିଲା ଯେ ଆପଣଙ୍କ ଭଳି ଯେଉଁ ବିଶ୍ୱପ୍ରେମିକ ବିଶ୍ୱନାୟକ ଏବଂ ମର୍ଯ୍ୟାଦାବନ୍ତ ପୁରୁଷ ରାମଚନ୍ଦ୍ର ଯିଏ ପୁରୁଷ ଉତ୍ତମ ଏଭଳି ପତିକୁ ବରଣ କରି ତାଙ୍କର ସହଭାଗୀ ହେବା ଏବଂ ତାଙ୍କର ଅର୍ଦ୍ଧାଙ୍ଗିନୀ ହେବା ଏବଂ ତାଙ୍କର ବାମାଙ୍ଗୀ ହେବା କେଉଁ ନାରୀ ଭାଗ୍ୟରେ ସତରେ ଜୁଟିଥାଏ? ଏହା ନିଶ୍ଚିତ ଭାବରେ ସୀତାଦେବୀଙ୍କୁ ବିସ୍ମିତ କରିଛି। ସେ କେଉଁ ମହିଳା କେତେ ତପସ୍ୟା କରିଛନ୍ତି, ତାଙ୍କ କି ପ୍ରାରବ୍ଧ କର୍ମ ଯୋଗୁଁ ସେ ଆଜି ତୁମର ଅର୍ଦ୍ଧାଙ୍ଗିନୀ ହୋଇପାରିଲେ, ସେ ତୁମର ଧର୍ମପତ୍ନୀ ହୋଇପାରିଲେ। ଏହାର ଗୂଢ଼ ରହସ୍ୟ ମୋତେ ଟିକେ ଜଣେଇଦେବ ପ୍ରଭୁ ଏବଂ ଏହିଠାରୁ ଆମେ ପ୍ରସଙ୍ଗକୁ ନିଶ୍ଚିତ ଭାବରେ ଅବତାରଣା କରିବା। କୁହାଯାଇଛି ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ ଆନ କିଛି ଧନେ ମୋର ପ୍ରୟୋଜନ ନାହିଁ କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ।
हे प्रभु परम कारुणिक अयोध्यार सम्राट रघुकुल तिलक राघवेन्द्र रामचंद्र दयाकरी मते टिके जणई देवे एहा प्रभु मात्र मते देवटी जणाई अन्य किछि धने मोर प्रयोजन नाही। मु कौनसी धनर अभिलाषी नुहे, मु कौनसी द्रव्यर अभिलाषी नुहे, मु कौनसी पार्थिव वस्तु मोहरे लोभरे तुमको ये पत्र लेखुनी प्रभु, केवल मते यही कथाटी जणई देव। आउर मध्य कहिसंती कोटिए अश्वमेध यज्ञ कले जेतिकी पुण्य हुए, जदि मते यही कथाटी जणई देव यही गुप्त रहस्य, से नारी केते जन्म तपस्या करी केउं प्रारब्ध कर्म बଳରେ तमर सुहागिनी पत्नी हेई पारिला, तुमर पाणी ग्रहण करि पारिला, ताहाले निश्चित भावरे कोटिए अश्वमेध यज्ञरे जो पुण्य हुए ताहाटु अधिक मोर ज्ञान हब बोली एकथा निश्चित भावरे पतिहित साधिनी तपस्या करी वाल्मीकि आश्रम रे अवस्थापित होइथिबा तपस्विनी निजे देवी सीता रामचंद्र को छल छल आखि लुहरे एतादृश पत्र लिखुछंती। एवं आसंतु यार परवर्ती पद को मध्य आमे आलोचना करिबा। आउ एक कथा मात्र अछि अनुरोध, दुखिनीर पुत्र जुग अत्यंत अबोध, नाही तांक पितृकोल आरोहण भाग्य, न जानती जन्म कालु पितृ अनुराग। कह जाइछि निश्चित भावरे दुख ही जानकी जीवनर अंतस्वर, दुख दहन एवं अग्नि परीक्षार सम्मुखीन हेई तांका जीवन काल अतिबाहित होइछि, किंतु या सत्वे तांका सतीत्व एवं जड़े आदर्श स्वामी सुहागिनी महिलार सुंदर कर्तव्य करी से भारतीय कहीं से भारत कहीं समग्र सृष्टि रे एक चमत्कार उदाहरण सृष्टि करिसंती देवी जानकी। एथिपई कहा जाइछि आउ एक कथा मात्र अछि अनुरोध, दुखिनीर पुत्र जुग अत्यंत अबोध। दुखिनीर पुत्र जुग एटी जुग पुत्र जुग बोली कहा जाइछि निश्चित भाव में जुगल पुत्र जो कहा जाउछि जमज संतान जांला संतान को एठारे पुत्र जुग बोली कहा जाइछि। अत्यंत अबोध जो माने अबोध शिशु, जी कि अबोध दुग्धपोष्य शिशु, जी कहीं बुझीपारेनी दुनियार भलमंद, दुनियार दुख सुख हर्ष विषाद भितर जहाँ जीवन निमज्जित नुहे केवल सरल शिशु सुलभ गुण तांकर अनेक दौरात्म्य मते सहिवाकु पड़िछि एई अबोध शिशु मानकर बोली जानकी दर्शाउछंती पत्र रे। आउर मध्य कहउछंती कर्म को आदरी से जो अरण्यवासिनी होइछंती एवं तपस्विनी जीवन यापन करुछंती, नाही तांक पितृ कोल आरोहण भाग्य, न जानती जन्म काल पितृ अनुराग, नाही तांक पितृकोल आरोहण भाग्य। पितृकोल आरोहण करवा अर्थात तांक बापांक कोଳରେ बसिबार भाग्य सेमानकर नाही, जन्म काल सेमाने तांकर पिता किए तार परिचय पाई नाहांती, तेणु निश्चित भाव में से भाग्यहीन मोरी भली मु जे भली भाव में दुखी जीवन यापन करुछि सेमाने मध्य दुखी। पितृकोଳରେ बसिबा पितांक कोଳରେ बसिबा भाग्य तांकर नाही, जदिओ से राजपुत्र किंतु राजपुत्रर कौनसी स्वप्न आ संभावना नहीं से आश्रम रे जीवन यापन करुनाहांती। एई दुखिनी माँ कोଳରେ पणदकानी रे से माने बढ़िछंती शिखिछंती एवं दीक्षित होइछंती सत्य न्याय एवं धर्म रे। न जानती जन्म कालु पितृ अनुराग, अनुराग निश्चित भाव में स्नेह, जन्म कालु पितांक स्नेह से वंचित। कहा जाइथिला पिता धर्म पिता स्वर्ग पिता ही परम तप, पितरी प्रतिमा पर्णे प्रियंती सर्वदेवता। एभली भाव में महिमा मंडित जो पितांकर आशीर्वाद पुत्र मानकर ऊपर रहिबा कथा जे पिता निश्चित भाव में, किंतु आज से माने पितृहीन जीवन यापन करुछंती एही आश्रम रे। यह निश्चित भाव में देवी सीतांक अंतरात्मा को थरे दउछि एही पत्र माध्यम रे एवं एही पत्र से लिखुछंती निश्चित भाव में मर्यादावंत पुरुषंकु। एवं यार परपदरे कहा जाइछि जानिछंती जननीर जीवन कंदाई, वीणा तंत्री सहकारे रामायण गाई, किए न कांदिब बही मानव हृदय, तरुलता चय जहि हुअंती अथय। এই অবোধ শিশুদ্বয় নিশ্চিত ভাবে
କେବଳ ତାଙ୍କର ଏଇ ଜନନୀକୁ କନ୍ଦେଇବା ଜାଣିଛନ୍ତି। ସାଧାରଣତଃ ଶିଶୁମାନେ ପିଲାବେଳେ ଅତ୍ୟନ୍ତ ଦୁଷ୍ଟାମି କରନ୍ତି ଏବଂ ଅଳି ଅଝଟ ଅର୍ଦ୍ଦଳି କରନ୍ତି ଜନନୀ ପାଖରେ ଆକାଶରୁ ଚାନ୍ଦ ଧରି ଦେବା ପାଇଁ। ଏବଂ ଏଇମାନଙ୍କର ଅଳି ଅର୍ଦ୍ଦଳି ବୁଝୁ ବୁଝୁ ଦେବୀ ସୀତା କେବେ ବିମର୍ଷ ହୋଇନାହାନ୍ତି, କେବେ ମନ ଦୁଃଖରେ ଭାଙ୍ଗି ପଡ଼ିନାହାନ୍ତି। କିନ୍ତୁ ଏଇ କଥା ପତ୍ର ମାଧ୍ୟମରେ ସେ ତାଙ୍କର ସ୍ୱୀକାରୋକ୍ତି ଜଣାଉଛନ୍ତି ଶ୍ରୀରାମଚନ୍ଦ୍ରଙ୍କୁ ଏବଂ କହୁଛନ୍ତି ବୀଣାତନ୍ତ୍ରୀ ସାହାଯ୍ୟରେ ଏମାନେ ରାମାୟଣ ଗାନ କରି ଅତୀତର ପୃଷ୍ଠାକୁ ଉନ୍ମୋଚନ କରୁଛନ୍ତି। ଦୁଃଖିନୀ ସୀତାଙ୍କର ଯେଉଁ ଅତୀବ ଦୁଃସହ କାହାଣୀ, ଅତୀତର ଯେଉଁ ମର୍ମଥରା କାହାଣୀ, ଏହାକୁ ରାମାୟଣ ମାଧ୍ୟମରେ ଗାନ କରି ସେମାନେ ନିଶ୍ଚିତ ଭାବରେ ଅତୀତର ଯେଉଁ ଦୁଃଖଦ ସ୍ମୃତିକୁ ସେମାନେ ଉଚ୍ଚାରଣ କରୁଛନ୍ତି। ଏହାଦ୍ୱାରା ମନେ ପଡ଼ିଯାଉଛି ସେହି ସ୍ମୃତି ବିଜଡ଼ିତ ଦିନଗୁଡ଼ିକ। ହେ ପ୍ରଭୁ, ଏହା କହୁଛନ୍ତି ଜାନକୀ ତାଙ୍କ ପତ୍ର ମାଧ୍ୟମରେ। କିଏ ନ କାନ୍ଦିବ ବହି ମାନବ ହୃଦୟ ତରୁଲତା ଚୟ ଯହିଁ ହୁଅନ୍ତି ଅଥୟ। ଅର୍ଥାତ୍ ମାନବ ହୃଦୟ ଧରି ଏଇ ଯେଉଁ କରୁଣ କାହାଣୀ, ଏଇ ଯେଉଁ ରସସିକ୍ତ କାହାଣୀ, ରାମାୟଣର କାହାଣୀ, କେଉଁ ମଣିଷ ନ କାନ୍ଦି ରହିପାରିବ? ଯେଉଁଦିନ ମର୍ଯ୍ୟାଦାବନ୍ତ ପୁରୁଷ ଅଯୋଧ୍ୟାର ସମ୍ରାଟ ହେବାର ଯେଉଁ ପ୍ରାତଃକାଳରୁ ତାଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଥିଲା ଏବଂ ରତ୍ନ ଖଚିତ ନିଜର ରାଜମୁକୁଟକୁ ଯଥାଯୋଗ୍ୟ ଭାବରେ ବିମାତା କୈକେୟୀଙ୍କୁ ପ୍ରଦାନ କରି ଯେଉଁ ରାମଚନ୍ଦ୍ର ବନବାସୀ ହେଲେ ଏବଂ ତାଙ୍କ ସହ ଅନୁଗାମିନୀ ହେବାକୁ ପଡ଼ିଥିଲା ଏହି ଜାନକୀଙ୍କୁ, ଦେବୀ ସୀତାଙ୍କୁ, ସେହି ଦିନଠାରୁ ତାଙ୍କ ଦୁଃଖର ଦିନ ଗଣିବା ଆରମ୍ଭ ହୋଇଯାଇଥିଲା। ଏବଂ ଏହି କରୁଣ ରସସିକ୍ତ ଏବଂ ମର୍ମଥରା ରାମାୟଣର କାହାଣୀ ଯେତେବେଳେ ଲବକୁଶ ଗାନ କରନ୍ତି ତାଙ୍କ ଆଖିରୁ ଧାର ଧାର ଲୁହ ନିଗିଡ଼ି ପଡ଼େ। ଯେକୌଣସି ମଣିଷ କାନରେ ରାମାୟଣର କାହାଣୀ ପହଞ୍ଚିଯାଏ ନିଶ୍ଚିତ ଭାବରେ ତା'ର ହୃଦୟ ବିଗଳିତ ହୋଇଯାଏ ଏବଂ ଆଖିରୁ ଧାର ଧାର ଲୁହ ଛୁଟି ଆସେ। କାରଣ ରାମାୟଣର କାହାଣୀ, ଦଣ୍ଡକାରଣ୍ୟର କାହାଣୀ, ପଞ୍ଚବଟୀର କାହାଣୀ ଏବଂ ଅଶୋକ ବାଟିକାର କାହାଣୀ, ଅଗ୍ନି ପରୀକ୍ଷାର କାହାଣୀ, ସବୁଠି କେବଳ ଅଗ୍ନି ପରୀକ୍ଷା, ସବୁଠି କେବଳ ଦୁଃଖ, ଦହନ, ଦୈନ୍ୟ, ଯାତନା, ନିର୍ଯାତନା ଏଇ ଜୀବନରେ ସନ୍ତୁଳି ହୋଇଛନ୍ତି ମା ଜାନକୀ। ଏଥିପାଇଁ ସେ କହୁଛନ୍ତି ତରୁଲତା ଚୟ ଯହିଁ ହୁଅନ୍ତି ଅଥୟ। ଏ କାହାଣୀ ଶୁଣି ତରୁଲତା ଚୟ ଅର୍ଥାତ୍ ତରୁଲତା ମାନେ ସମସ୍ତେ, ସେମାନେ ମଧ୍ୟ ଯେଉଁ ଉଦ୍ଭିଦ ସମାଜ, ବଣ ଜଙ୍ଗଲର ପଶୁପକ୍ଷୀ, ଏମାନଙ୍କ କାନରେ ଏ କାହାଣୀ ପଡ଼ିଲେ ସେମାନେ ମଧ୍ୟ ଅଥୟ ହୁଅନ୍ତି। ସେମାନେ ମଧ୍ୟ ଆଖିରୁ ଲୁହ ଝରେଇ କାନ୍ଦିବା ସେ ନିଜେ ଜାଣିଛନ୍ତି, ନିଜେ ଦେଖିଛନ୍ତି। ଏଥିପାଇଁ ପତ୍ର ତ ଲୁହରେ ଭିଜି ଯାଉଛି, କିନ୍ତୁ ଜାନକୀ ଲେଖୁଛନ୍ତି ତୁମ୍ଭର ଚରିତେ ନିଜେ ହୋଇ ବିମୋହିତ ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ କରିବାକୁ ତୁମ୍ଭ ପଦ ପଙ୍କଜ ଦର୍ଶନ ମନ ତାଙ୍କ ନେଉଅଛି କରି ଆକର୍ଷଣ। ରାମାୟଣର ହେ ଆଦର୍ଶ ପୁରୁଷ ପ୍ରଭୁ ରାମଚନ୍ଦ୍ର, ତୁମର ଏଇ ଯେଉଁ ଆଦର୍ଶବାଦ ଧ୍ୱଜାଧାରୀ ଚରିତ୍ର, ମୋହନୀୟ ଚରିତ୍ର, ବିଶ୍ୱରେ ବିରଳ, ଏହି ଚରିତ୍ରରେ ନିଶ୍ଚିତ ଭାବରେ ଅନୁପ୍ରାଣିତ ହୋଇଛନ୍ତି ଏହି ଶିଶୁଦ୍ୱୟ ଲବ ଏବଂ କୁଶ। ତେଣୁ ତୁମରି ଆଦର୍ଶରେ ଅନୁପ୍ରାଣିତ ହୋଇ ବିମୋହିତ ହୋଇ ସେମାନେ ଯାଉଛନ୍ତି ମହର୍ଷି ବାଲ୍ମୀକିଙ୍କ ସହିତ ତୁମ ଅଯୋଧ୍ୟା ନଗରୀକୁ ଏବଂ ସେଠାରେ ତୁମ କମଳ ଚରଣ, ତୁମ ପଦ୍ମପାଦକୁ ସେମାନେ ଦର୍ଶନ କରିବେ। ଋଷି ମନୋଭୁଲା କମନୀୟ କାନ୍ତି, ହେ ଶ୍ୟାମଳ ଦୁର୍ବାଦଳ ପ୍ରିୟ ରାମଚନ୍ଦ୍ର, ତୁମର ଏହି କମନୀୟ ରୂପକାନ୍ତି ଏବଂ ତୁମର ଆଦର୍ଶବାଦୀ ଚରିତ୍ରରେ ଅନୁପ୍ରାଣିତ ହୋଇ ତାଙ୍କ ମନ ନିଶ୍ଚିତ ଭାବରେ ଟାଣି ହୋଇଯାଉଛି ତୁମରି ପଦ୍ମପାଦକୁ, ଯେଉଁଠି ଆଶ୍ରୟ ନେବାକୁ ମଧ୍ୟ ସେମାନେ ଇଚ୍ଛା କରୁଛନ୍ତି ଏ ବାଳକ ଦ୍ୱୟ, ଅଥଚ ଜାଣିନାହାନ୍ତି ତାଙ୍କର ପିତା କିଏ। ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ ଯା ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ ନ ହୁଅଇ କରି ତାର ଔତ୍ସୁକ୍ୟ ଦମନ। हे आर्यावर्तर श्रेष्ठ पुरुषोत्तम रामचंद्र अयोध्यार सम्राट राजपुत्र हे मध्य दुख तुमर चिर सहचर शुणिबी शुणिबी नहीं बोली जेते थर कहूए किंतु कर्णपुटर से कथा आसी बारंबार प्रवेश करुए एवं यह शुणा मोर आहरी औत्सुकता मोर आहरी इच्छा बढ़ी जाए प्रभु कारण रामायणर नायक आउ नायिका तो राम आउ सीता ना। धीर बर से कथा को शुणी तुम्भ श्रुति आणिब यद्यपि दीना वैदेहीर स्मृति वैदेहीर प्रणय को मणिब स्वपन
ଚାହିଁ ନବ ପ୍ରଣୟିନୀ ପ୍ରଫୁଲ୍ଲଲାପନ। କୁହାଯାଇଛି, ହେ ଧୀରବର ଅଥଚ ପ୍ରାଜ୍ଞ ପୁରୁଷ, ବିବେକୀ, ବିଶ୍ୱନାୟକ, ବିଶ୍ୱ ସମ୍ରାଟ, ଅଯୋଧ୍ୟାର ମୌଡ଼ମଣି, ପ୍ରଜାବତ୍ସଳ ନରପତି ରାମଚନ୍ଦ୍ର, ଏ କଥାକୁ ଶୁଣିଲେ ତୁମେ କେବେ ମନ ଦୁଃଖ କରିବ ନାହିଁ ପ୍ରଭୁ ଏ ରାମାୟଣ ଚରିତ ଗାନ କଲାବେଳେ। ଆଉ ଯଦି କେବେ ଏହି ଦୀନାହୀନା ବୈଦେହୀର ଦୁଃଖଦ ସ୍ମୃତି, ସଜଳ ସ୍ମୃତି ତୁମ ମନ ଭିତରକୁ ପ୍ରବେଶ କରିଯାଏ, ତୁମେ ତାକୁ ତୁମ ଅନ୍ତର ଭିତରୁ ପୋଛିଦେବ ପ୍ରଭୁ, ତାକୁ ଅନ୍ତର ଭିତରେ ସ୍ଥାନ ଦେବ ନାହିଁ ଯେ କେହି ଆପଣଙ୍କ ଜୀବନରେ ଏକ ଦୁଃଖିନୀ ସୀତା ଥିଲେ ବୋଲି। କାରଣ ଦୁଃଖ ହିଁ ସୀତାର ଅନ୍ତଃସ୍ୱର। ଯେଉଁଠି ଦୁଃଖ ସେଇଠି ସୀତା, ଯେଉଁଠି ଅଗ୍ନି ପରୀକ୍ଷା ସେଇଠି ତ ସୀତା। ଆହୁରି ମଧ୍ୟ କହୁଛନ୍ତି, ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ। ବୈଦେହୀର ଦିନେ ତୁମ ସହିତ ପ୍ରେମ ଥିଲା, ପ୍ରଣୟ ଥିଲା ଏବଂ ସେ ପତି ସୁହାଗିନୀ ଥିଲା। ତାଙ୍କର ପାଦୋଦକକୁ ଗ୍ରହଣ ନ କଲା ପର୍ଯ୍ୟନ୍ତ ସେ ଅର୍ଣ୍ଣଜଳ ସ୍ପର୍ଶ କରୁନଥିଲା। ଏଇଭଳି କାହାଣୀକୁ ତ ପ୍ରଭୁ ଭୁଲିଯିବ, ତାକୁ ସ୍ୱପ୍ନ ପରି ଭୁଲିଯିବ। ଗତ ରାତିର ସ୍ୱପ୍ନ, ବିଗତ ରାତିର ସ୍ୱପ୍ନ ବୋଲି ଏ କାହାଣୀକୁ ଭୁଲିଯିବ ପ୍ରଭୁ। ଏହା ମଧ୍ୟ ମୁଁ ତୁମକୁ ନିବେଦନ କରୁଛି। ଆଉ ଭୁଲିଯିବାର ସେଇ ଶ୍ରେଷ୍ଠ ମାଧ୍ୟମ ହେଉଛି ଯେଉଁ ନବପରିଣୀତା, ଯେଉଁ ନବପ୍ରଣୟିନୀ ତୁମର ଆସିଛି, ନବବାମା ଦ୍ୱିତୀୟା ପତ୍ନୀ, ତାର ଯେଉଁ ପ୍ରଫୁଲ୍ଲ ଲପନ କୁହାଯାଇଛି, ସୁନ୍ଦର ମୁଖ, ଲପନ ମୁଖ ଯେଉଁ କୁହାଯାଉଛି, ତାର ସୁନ୍ଦର ମୁଖମଣ୍ଡଳକୁ ଦେଖି ତମେ ବୈଦେହୀର ବିଗତ ଦିନର ସ୍ମୃତିକୁ ଭୁଲି ପାରିବ ପ୍ରଭୁ। ଲେଖୁଥାନ୍ତି ପତ୍ର ସତି ହୃଦୟ ବିକଳେ, ପତ୍ର ଧୌତ ହେଉଥାଏ ନୟନର ଜଳେ। ଆଉ କି ଲେଖିବି ବୋଲି ଭାବୁଥିଲେ ବସି, ଆସିଗଲେ ଲବକୁ ସମୁଦେ ହସି ହସି। ଯଥାର୍ଥରେ କହିବାକୁ ଗଲେ ଋଷି ପ୍ରତିମ କବି ଗଙ୍ଗାଧରଙ୍କର କାବ୍ୟ ମାନସରେ ବିଚରଣ କରୁଥିବା ନାରୀ ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ନାରୀ, ଉଚ୍ଚ ମର୍ଯ୍ୟାଦାର ଅଧିକାରିଣୀ, ଆଉ ତପସ୍ୱିନୀର ସୀତା ସମସ୍ତଙ୍କଠାରୁ ଆହୁରି ଊର୍ଜ୍ଜସ୍ୱଳ ଚରିତ୍ର। ଭାରତୀୟ ନାରୀ ଚରିତ୍ରର ଚରମ ଅଭିବ୍ୟକ୍ତି ଦେବୀ ଜାନକୀ ସୀତା। ପତି ପରିତ୍ୟକ୍ତ ହୋଇ ମଧ୍ୟ ସେ କେବେ ହେଲେ ପତିଙ୍କ ପ୍ରତି ଦୋଷାରୋପ କରିନାହାନ୍ତି। ଏଥିପାଇଁ ସେ ଉଚ୍ଚ ଆସନର ଅଧିକାରୀ। ତାଙ୍କ ଚରିତ୍ରର ମହନୀୟତା ପ୍ରତିପାଦିତ ହୋଇଛି ଏହି କାବ୍ୟ ମାଧ୍ୟମରେ। ବିଶେଷ କରି ଋଷି ପ୍ରତିମ କବି ଗଙ୍ଗାଧର ମେହେରଙ୍କୁ କୋଟି ପ୍ରଣାମ।